ରାଧେ ରାଧେ। ମୁଁ ଶ୍ୱେତଲାନା, ଆପଣ ସମସ୍ତଙ୍କୁ ଶ୍ୱେତଲାନାର ଚ୍ୟାନେଲରେ ଅନେକ ଅନେକ ସ୍ୱାଗତ। ଆଜି ମୁଁ ମୋ ଶ୍ରୀ ରାଧା ଗୋବିନ୍ଦଙ୍କ ପାଇଁ ବନେଇଥିଲି କୋଶଳା ଶାଗ। ପନିପରିବା, ବଡ଼ି ଏସବୁ ଦେଇକି କରିଥିଲି। କୋଶଳା ଶାଗଟା ବହୁତ ହି ଟେଷ୍ଟି ହେଇଥିଲା, ବହୁତ ବଢ଼ିଆ ଲାଗୁଥିଲା। କୋଶଳା ଶାଗର ତ ଉପକାରିତା ସମସ୍ତେ ଜାଣିଛନ୍ତି। ଶାଗ କେତେ ଦେହ ପାଇଁ ଭଲ। କୋଶଳା ଶାଗ ଖାଇଲେ ଆମର ହାଡ଼ ମଜବୁତ ହେଇଥାଏ, ହାର୍ଟ ପାଇଁ ବି ଭଲ, ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ, ଆଉ ଆମ ପେଟ ପାଇଁ ବି ଭଲ। ତାହେଲେ ଚାଲନ୍ତୁ ଡେରି ନକରି ଷ୍ଟାର୍ଟ କରିବା ଆଜିର ରେସିପି କୋଶଳା ଶାଗ ଭଜା। ଫାଷ୍ଟରେ କୋଶଳା ଶାଗକୁ ଆପଣମାନେ ଛୋଟ ଛୋଟ କାଟିକି ତାକୁ ପରିଷ୍କାର କରିକି ପାଣିରେ 4ରୁ 5 ଥର ଧୋଇଦେବେ। କ'ଣ ପାଇଁ କି ଶାଗରେ ତ ଆମର ବହୁତ ବାଲି ଥାଏ। କେତେ ଆପଣମାନେ ବନେଇବାକୁ ଚାହୁଁଛନ୍ତି ସେଇ ହିସାବରେ ଶାଗକୁ ଆପଣମାନେ ନେବେ। ତାପରେ ପନିପରିବା ସବୁ କଟାକଟି କରିବା। ପନିପରିବାରେ ମୁଁ ଦେଖନ୍ତୁ ନେଇଛି ବୋଇତାଳୁ, ଆଉ ନେଇଛି ଝୁଡୁଙ୍ଗ, ବାଇଗଣ, ଆଳୁ, ଜହ୍ନି, ଆଉ ନେଇଛି ଅଳ୍ପ ଟିକେ ମୂଳା। ଆପଣମାନେ ସାରୁ ବି ପକେଇ ପାରିବେ। ଶାଗକୁ ଦେଖିକି ଆପଣମାନେ ପନିପରିବା ତକ ସବୁ ପକେଇବେ। ପନିପରିବା ପଡ଼ିକି ଏଇ ଶାଗ ହବ, ବହୁତ ହି ଟେଷ୍ଟି ଲାଗେ। କୋଉ ପ୍ରୋସେସରେ ମୁଁ କରିଛି ଶାଗକୁ ଆପଣମାନେ ଦେଖନ୍ତୁ। ବିନା ପିଆଜ ରସୁଣରେ ହେଇଛି। ବିନା ପିଆଜ ରସୁଣରେ ବି ଆମର ଏଇ କୋଶଳା ଶାଗ ବହୁତ ଟେଷ୍ଟି ଲାଗେ। ଏବେ ଦେଖନ୍ତୁ ସେ କୋଶଳା ଶାଗ ଯୋଉ ମୁଁ ପାଣିରେ ଭଲ ଭାବରେ ଧୋଇଥିଲି ନା, ଧୋଇ ସାରିକି ଗୋଟେ ଚାଲୁଣୀରେ ଛାଣି ଦେଇଛି ଦେଖନ୍ତୁ, ଯେମିତିକି ତାର ପାଣି ସବୁ ଆମର ନିଗିଡି ଯିବ। ତାପରେ ଆମେ ନେକ୍ସଟ ଷ୍ଟେପକୁ ଯିବା। କରେଇଟେ ବସେଇବା। କରେଇରେ ଆମେ ତେଲ 2 ବଡ଼ ଚାମଚ ଦେବା। ତେଲ ପକେଇକି ଯେତେବେଳେ ଆମେ ତେଲ ଆମର ଗରମ ହେଇଯିବ ନା, ସେଇ ତେଲରେ ଆମେ ଗୋଟେ ବଡ଼ିକୁ ଭାଜିବା। ବଡ଼ି ପକେଇକି ଶାଗକୁ କରିବେ, ଆମର ଏଇ ଶାଗର ଟେଷ୍ଟ ବହୁତ ବଢ଼ିଆ ଲାଗେ। ଏଠି ମୁଁ ଫୁଲ ବଡ଼ିକୁ ପକେଇଛି। ଫୁଲ ବଡ଼ିରେ ଭାଜିକି କରିଛି ଏଇ ଶାଗକୁ। ଆପଣମାନେ କଖାରୁ ବଡ଼ିରେ ବି କରିପାରିବେ। ଯୋଉ ତେଲଟା ଆମର ବଳିଥିବ ସେଇ ତେଲରେ ଆମେ ଅଧା ଚାମଚ ସୋରିଷକୁ ଫୁଟେଇବା। ସୋରିଷ ଆମର ଫୁଟି ଆସିଲେ ଆମେ ସେଠି ଶୁଖିଲା ଲଙ୍କା 2-3ଟା ପକେଇବା। ତାକୁ ଫାଳ କରିକି ଲଙ୍କାକୁ ପକେଇବେ। ଆଉ ଯୋଉ ଆଳୁକୁ କାଟିକି ରଖିଥିଲେ ନା, ସେ ଆଳୁକୁ ଆମେ ଏବେ ପକେଇକି ଭଲ ଭାବରେ ଭାଜିବା। ଲୋ ଟୁ ମିଡିୟମ ଫ୍ଲେମ୍ରେ ପନିପରିବା ସବୁ ଆପଣମାନେ ଭାଜିବେ। ଘୋଡ଼େଇ ଘୋଡ଼େଇକା ଭାଜିବେ, ଯେମିତିକି ଆମର ପରିବା ତକ ବି ସିଝିଯିବ, କଞ୍ଚା କଞ୍ଚା ଲାଗିବନି। ଏବେ ଦେଖନ୍ତୁ ଯୋଉ ପରିବା ଆମେ ସବୁ କାଟିକି ରଖିଥିଲେ ନା, ସେ ପରିବା ସବୁ ଆମେ କରେଇରେ ପକେଇବା। ଆପଣମାନେ ପତଳା ପତଳା ଛୋଟ ଛୋଟ ସାଇଜର ପରିବାକୁ କାଟିଥିବେ ଯେତେବେଳେ କାଟିବେ, ତ ଆମର ଭଲ ସେ ଜଲ୍ଦି ସିଝି ବି ଯିବ, ଆଉ ଦେଖିବାକୁ ବି ସୁନ୍ଦର ଲାଗିବ। କୋଶଳା ଶାଗରେ କ୍ୟାଲସିୟମ ଆଉ ଆଇରନ୍ ଅଛି, ଯୋଉଟା କି ଆମର ହାଡ଼କୁ ମଜବୁତ ରଖିବାରେ ସାହାଯ୍ୟ କରିଥାଏ। ନଖ ଆଉ ଦାନ୍ତକୁ ବି ସୁସ୍ଥ ରଖିଥାଏ। କୋଶଳା ଶାଗରେ ଭିଟାମିନ ସି, ପୋଟାସିୟମ ଯୋଉ ଅଛି, ସେଥିରେ ଆମର ହାର୍ଟ ପାଇଁ ବି ବହୁତ ଭଲ, ହାର୍ଟକୁ ମଜବୁତ ରଖିଥାଏ। ଦେଖନ୍ତୁ ଏବେ ଆମେ ବାଇଗଣକୁ ପକେଇବା। ବାଇଗଣ ପକେଇ ସାରିକି ଆମେ ସେଠି ପକେଇବା ଟମାଟର। ତାପରେ ଆମେ ସ୍ୱାଦ ଅନୁସାରେ ଲୁଣକୁ ଦେବା। ଆପଣମାନେ ଦେଖିକି ଲୁଣକୁ ଦେବେ। ଶାଗ ତ ଆମର ଦେଖାଯାଏ ବହୁତ, କିନ୍ତୁ ଯେତେବେଳେ ପଡେ ନା, ମାନେ ଯେତେବେଳେ ଆମେ ତାକୁ ଭଜାଭଜି କରନ୍ତି, ସେ ସଇଁକି ଅଳ୍ପ ଟିକେ ହେଇଯାଏ। ତ ଆପଣମାନେ ଲୁଣକୁ ଦେଖିକି ଦେବେ, ନହେଲେ ଲୁଣିଆ ହେଇଯିବ। ଏବେ ଆମେ ୟାକୁ ଘୋଡେଇ ଘୋଡେଇକି ଭାଜିବା। ଘୋଡେଇ ଘୋଡେଇକି କଲେ ଆମର ପନିପରିବା ବି ଭଲ ଭାବରେ ସିଝିଯିବ। ଦେଖନ୍ତୁ ଆମର ପନିପରିବା ସିଝି ସିଝି ଆସିଲାଣି। ଏଇ ସମୟରେ ଆମେ କ'ଣ କରିବା, ଯୋଉ ରଖିଥିଲେ ନା ଶାଗକୁ ପୁରା ଛାଣିକି, ସେଇ ଶାଗକୁ ଆମେ ଏବେ କରେଇରେ ପକେଇବା। ଏବେ ଆମେ ଗ୍ୟାସର ଫ୍ଲେମକୁ ହାଇରେ ରଖିଥିବା। ହାଇରେ ରଖିଲେ ନା ଆମର ଯୋଉ ଶାଗରେ ଯୋଉ ପାଣି ଥିବ ଜଲ୍ଦି ମରିଯିବ। ପରିବା ବି ତ ଆମର ସିଝି ଆସିଲାଣି। ଆମେ ଗ୍ୟାସର ଫ୍ଲେମକୁ ହାଇ କରିକି ୟାକୁ ଭାଜିବା। ଆମେ ଯେତେବେଳେ ଛୋଟ ଥାଉ ଶାଗ ଖାଇଲା ବେଳକୁ ଆମକୁ ମା କହନ୍ତି କି ତୁମେ ମାନେ ଶାଗ ଖାଇଦିଅ, ଶାଗ ଖାଇଲେ ଆମ ଚୁଟି ବହୁତ ବଢିଆ ହବ, ଚୁଟି ଭଲ ହୁଏ। ତ ଆମର ହେୟାର ପାଇଁ ବି ଶାଗ ଖାଇବାଟା ବହୁତ ଭଲ। ହେୟାର ବହୁତ ବଢିଆ ହୁଏ, ସ୍କିନ୍ ବି ବହୁତ ଭଲ ରହେ। ତ ଶାଗକୁ ଆପଣ ମାନେ ଡେଲି କରିକି ଖାଇବେ। ଦେଖନ୍ତୁ ଶାଗ ଆମର ସଇଁ ଆସିଲାଣି, କେତେ ବଢିଆ ଦେଖାଯାଉଛି। ଏଇ ସମୟରେ ଆମେ ବଡି ଯୋଉ ଭାଜିକି ରଖିଥିଲେ ନା, ସେ ବଡିକୁ ଚୁରିକି ପକେଇବା। ଏଇ ବଡିଟା ଆମର କେଉଁଝରର ବଡି। ଆପଣମାନେ କୋଉ ବି ବଡି ପକେଇ ପାରିବେ ଭାଜିକି। ଏଟା ବହୁତ ସଫ୍ଟ ଏଇ ଫୁଲ ବଡିଟା। ହାତରେ ଦେଖନ୍ତୁ ଟିକେ ଏମିତି କରିଦେଲେ, ଜାକି ଦେଲେ ପୁରା ଚୁରି ହେଇଯାଏ, ଆଉ ବହୁତ ଟେଷ୍ଟି ଲାଗେ ଏଇ ବଡି।
ରାଶି ଫାଶି ସବୁ ପଡିକି ହେଇଥାଏ ତ ବହୁତ ବଢିଆ ଲାଗେ। ଏବେ ଏଇ ସବୁକୁ ଆମେ ଭଲ ଭାବରେ ମିଶେଇ ଦବା। ଶାଗରେ ବହୁତ ଆଇରନ୍ ଥାଏ ଯୋଉଟା କି ଆମର ହେୟାର ପାଇଁ ବହୁତ ଭଲ। ଏବେ ଦେଖନ୍ତୁ ଶାଗ କେତେ ସୁନ୍ଦର ଦେଖାଯାଉଛି ନା, କେତେ ବଢିଆ ହେଇଯାଇଛି। ପନିପରିବା ଗୁଡା ସବୁ ପଡିକି ହେଇଛି ଆଉ ପନିପରିବା ସାଙ୍ଗେ ଶାଗକୁ ଖାଇବେ କେତେ ବଢିଆ। ଭାବନ୍ତୁ କେତେ ଆମର ଦେହ ଲାଗି ଭଲ, କେତେ ଉପକାରୀ। ୟାକୁ ଆପଣ ମାନେ ଗରମ ଗରମ ଭାତ ସହ ଖାଇପାରିବେ, ପଖାଳ ସହ ଖାଇପାରିବେ, ରୁଟି ସହ ବି ବଢିଆ ଲାଗେ ଏଇ ଶାଗ ଭଜାଟା। ପନିପରିବା ସବୁ ଯେହେତୁ ପଡୁଛି ଆଉ ବଢିଆ ଲାଗେ। ଆଉ ବଡି ବି ପଡିଛି, ବହୁତ ଟେଷ୍ଟି ଲାଗେ। ଆପଣ ମାନେ ଗୋଟେ ଥର ଏଇ ପ୍ରୋସେସରେ ଶାଗକୁ ବନେଇବେ। ବହୁତ ତ ସହଜ ବନେଇବା ଲାଗି, କିଛି ବି କଷ୍ଟ ନାହିଁ। ଖାଲି ପନିପରିବାକୁ ଭାଜିକି ଶାଗକୁ କରିବା କଥା। ବିନା ପିଆଜ ରସୁଣରେ ହଉଛି କୌଣସି ବି ଉପାସ ବାର ବ୍ରତରେ ଆପଣ ମାନେ ଏଇ ଶାଗକୁ ବନେଇକି ଖାଇପାରିବେ। ଏବେ ଆମେ ଦେଖନ୍ତୁ ଗୋଟେ ବାଉଲରେ ବାହାର କରିଦେଲେ। ଏବେ ଆମର ଶ୍ରୀ ରାଧା ଗୋବିନ୍ଦଙ୍କୁ ଅର୍ପଣ କରିବା। ବିନା ପିଆଜ ରସୁଣରେ ଯାହା ବି କରିବା ଭଗବାନଙ୍କୁ ଅର୍ପଣ କରିକି ଆମେ ପାଇବା। ତୁଳସୀ ପକେଇକି ଆମେ ଭଗବାନଙ୍କୁ ଅର୍ପଣ କରିବା। ଯଦି ଆପଣମାନଙ୍କୁ ଆଜିର ଏଇ କୋଶଳା ଶାଗର ରେସିପିଟା ଭଲ ଲାଗିଥିବ, ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି। ଯେତେ ପାରିବେ ଆପଣମାନଙ୍କ ଫ୍ରେଣ୍ଡ ଫ୍ୟାମିଲିଙ୍କ ସହ ସେୟାର କରିବେ। ମୁଁ ପୁଣି ନୂଆ ରେସିପି ନେଇ ଆପଣମାନଙ୍କ ପାଖକୁ ବହୁତ ଶୀଘ୍ର ଆସିବି। ରାଧେ ରାଧେ।